ଶ୍ରୀଅରବିନ୍ଦଙ୍କ ଯୋଗକୁ ପୂର୍ଣ୍ଣ ଯୋଗ କାହିଁକି କୁହାଯାଏ? ଶ୍ରୀଅରବିନ୍ଦଙ୍କ ଯୋଗକୁ ପୂର୍ଣ୍ଣ ଯୋଗ କାହିଁକି କୁହାଯାଏ? ପୂର୍ଣ୍ଣାଙ୍ଗ ଯୋଗ କାହିଁକି କୁହାଯାଉଛି ଶ୍ରୀଅରବିନ୍ଦଙ୍କ ଯୋଗ? ଶ୍ରୀ ଅରବିନ୍ଦଙ୍କୁ ଲେଟରସନ ଯୋଗରେ ବି ଏ ଇଣ୍ଟିଗ୍ରାଲ କଥା କୁହାଯାଇଛି ଯେ ପୂର୍ଣ୍ଣାଙ୍ଗ ଯୋଗ କଥା। ଶ୍ରୀ ଅରବିନ୍ଦ ସେଠି ଯୋଉ କଥା ଉପରେ ଗୁରୁତ୍ୱ ଦେଇଛନ୍ତି, ସେ କହୁଛନ୍ତି ଯେ ପ୍ରଥମ କଥା, ମୁଁ ୟାର ନୂତନତ୍ଵ ଦେଖୁଛି। ନୂତନତ୍ଵଟା ଦେଖୁଛି ଯେ ୟାର ପଶ୍ଚାତରେ ଲକ୍ଷ୍ୟଟା ହିଁ ତାର ନୂତନତ୍ଵ। ଲକ୍ଷ୍ୟଟା ଯେହେତୁ ଗୋଟେ କମ୍ପ୍ଲିଟ ପୂର୍ଣ୍ଣ, ସେଇଥିପାଇଁ ଏଇଟା ପୂର୍ଣ୍ଣାଙ୍ଗ ଯୋଗ। ଲକ୍ଷ୍ୟଟା ଯଦି ଅଧାଳିଆ ହେଇଥାନ୍ତା ତାହେଲେ ଏଇଟା ଅଧା ଯୋଗ ହେଇଥାନ୍ତା। ଯେମିତି ଅଷ୍ଟାଙ୍ଗ ଯୋଗରେ ସେଟା 8ଟା କ୍ୱାଲିଟି ଡେଭଲପମେଣ୍ଟ ହଉଛି। ହଠ ଯୋଗରେ ତାଙ୍କ ଲକ୍ଷ୍ୟଟା ଶରୀରର ସୀମିତତାରୁ ବାହାରି ଆସିବା। ଗଲା ଲକ୍ଷ୍ୟ ସେତିକି। ଗୋଟେ ଜାଗାରେ ଲକ୍ଷ୍ୟ ହେଲା ମୋକ୍ଷ ପ୍ରାପ୍ତି, ମୋକ୍ଷଟା ପୂର୍ଣ୍ଣ ନୁହଁ। ଯାହାର ଲକ୍ଷ୍ୟଟା ପୂର୍ଣ୍ଣ, ତାଙ୍କ ଯୋଗଟା ପୂର୍ଣ୍ଣ। ଭେରି ସିମ୍ପଲ। ତେଣୁ ଏଠି ଲକ୍ଷ୍ୟଟା ପୂର୍ଣ୍ଣ। ଲକ୍ଷ୍ୟଟା କାହିଁକି ପୂର୍ଣ୍ଣ? ଲକ୍ଷ୍ୟଟା କଣ ପୂର୍ଣ୍ଣ ସେଇଟା ଟିକେ ବୁଝିବା। ଯେ ଏଠି ଲକ୍ଷ୍ୟ ହଉଛି ଯିଏ ପୂର୍ଣ୍ଣ ସିଏ ପୂର୍ଣ୍ଣ ଭାବରେ ସମଗ୍ର ସଂସାରରେ ପ୍ରକାଶିତ ହେବେ। ତେଣୁ ସେଇ ପୂର୍ଣ୍ଣତା ପ୍ରାପ୍ତିର ପାଖରେ ପହଞ୍ଚିବା ପାଇଁ ଯୋଉ ଯୋଗ, ସେ ପୂର୍ଣ୍ଣ ଯୋଗ। କିଏ ପୂର୍ଣ୍ଣ? ନା ଯିଏ ସୃଷ୍ଟି କରିଛନ୍ତି, ଆରମ୍ଭରେ ଅଛନ୍ତି, ସିଏ ହଉଛନ୍ତି କମ୍ପ୍ଲିଟ। କାରଣ ସିଏ ଚାହିଁଲେ ସୃଷ୍ଟିକୁ ତିଆରି କରିଦେଇ ପାରୁଛନ୍ତି, ସିଏ ଚାହିଁଲେ ସୃଷ୍ଟିକୁ ଭାଙ୍ଗି ଦେଇ ପାରୁଛନ୍ତି, ସିଏ ଚାହିଁଲେ ସବୁ କିଛି କରିପାରୁଛନ୍ତି। ଭୁଲ ହେଲେ ବାରମ୍ବାର ଠିକ କରିକି ଆଉ ଥରେ ପୃଥିବୀକୁ ତିଆରି କରୁଛନ୍ତି, ସୌର ଜଗତ ତିଆରି କରୁଛନ୍ତି। ଦରକାର ପଡ଼ିଲେ ସବୁଥିରୁ ନିଜକୁ ବାହାରି ଯାଇକି ପୁଣି ଡେଷ୍ଟ୍ରୟ କରିପାରୁଛନ୍ତି। ସେ କିଏ? ସିଏ ହଉଛନ୍ତି ସଚ୍ଚିଦାନନ୍ଦ, ପରମ ଚେତନା, ଟ୍ରୁଥ କନସିୟସନେସ। ସିଏ ହଉଛନ୍ତି ପୂର୍ଣ୍ଣ। ସେଇ ପୂର୍ଣ୍ଣ କମ୍ପ୍ଲିଟଲି ପୃଥିବୀରେ ପ୍ରକାଶିତ ନ ହବା ଯାଏ, ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡରେ ପ୍ରକାଶିତ ନ ହବା ଯାଏ, ସିଏ ଯେହେତୁ ତାଙ୍କ ଗେମ୍ ଅନୁସାରେ ସିଏ ନିଜକୁ ଏସବୁ ପୃଥିବୀ ଜଡ ଜଗତକୁ ତିଆରି କରିଛନ୍ତି, ସିଏ ପୁଣି ନିଜେ ନିଜକୁ ପ୍ରକାଶ ନ କରିବା ଯାଏ ଚାଲିଛି ବିବର୍ତ୍ତନ ଚାଲିଛି। ବର୍ତ୍ତମାନ କଥା ହଉଛି ସେ ପୂର୍ଣ୍ଣତାଟା ତାଙ୍କର ଏଇ ଯୋଉ ସୃଷ୍ଟିଟା, ସେଇଟା ସେ ତାକୁ ଲୀଳାଖେଳା ଭାବରେ ଅପୂର୍ଣ୍ଣ ନୁହେଁ, ତାକୁ ଅପୂର୍ଣ୍ଣ ନୁହେଁ, ସେ ତାକୁ ନିଜେ ହିଁ ତିଆରି ଏମିତି କରିଛନ୍ତି ଯେମିତି ସେ ପୁଣି ସେଇ ଭଗବାନଙ୍କ ପ୍ରାପ୍ତି ପାଇଁ ଯାତ୍ରା କରିପାରିବ। ସେଇ ପୂର୍ଣ୍ଣ ପ୍ରାପ୍ତି ପାଇଁ କି କେହି ଲକ୍ଷ୍ୟ ରଖିନଥିଲେ। ଶ୍ରୀ ଅରବିନ୍ଦ ଟୋଟାଲ ସେଇ ସଚ୍ଚିଦାନନ୍ଦଙ୍କୁ ଏଇଠି ମାନେ ପୂର୍ଣ୍ଣ ଭାବରେ ପ୍ରକାଶ କରିବାର ଅଛି। ସେଇଥିପାଇଁ ଏଇଟା ହଉଛି ପୂର୍ଣ୍ଣ ଯୋଗ। ଆଉ ଅନ୍ୟମାନଙ୍କ ଯୋଗରେ, ଆଉ ଯୋଉମାନେ ଯୋଗ ସାଧନା କରୁଛନ୍ତି, ସେମାନେ ଭଗବାନଙ୍କୁ ଆତ୍ମାରେ ଭଗବାନଙ୍କୁ ଉପଲବ୍ଧି କରୁଛନ୍ତି, ଆତ୍ମ ଉପଲବ୍ଧି କରୁଛନ୍ତି। ଜଡ ଜଗତ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କୁ ପ୍ରକାଶ କରିପାରୁନି। ଆତ୍ମାଟା ଭିତରେ ଥିବା ଆତ୍ମା ସମ୍ପୂର୍ଣ୍ଣ ପରିପ୍ରକାଶ ହେଇଯାଉଛି। କିନ୍ତୁ ଯୋଉଟା ମ୍ୟାଟରଟା ତିଆରି ହେଇଥିଲା, ସେ କମ୍ପ୍ଲିଟ ଟ୍ରାନ୍ସଫରମେସନରେ ଯେ ଭଗବାନଙ୍କୁ ପ୍ରକାଶ କରିବ, ସେଇଟା ହେଇପାରୁନି। ତେଣୁ ତାଙ୍କ ଜଡଟା ଛାଡିବାକୁ ପଡୁଛି, ମ୍ୟାଟରଟାକୁ ଛାଡିବାକୁ ପଡୁଛି। ମ୍ୟାଟରର ମାନେ ସଫଲନେସଟା ସେମାନେ ଆଣିପାରୁନାହାନ୍ତି। ସେଥିପାଇଁ ସେମାନେ ଯୋଉ ଦେହ ଧରିକି ଆସିଛନ୍ତି, ସେମାନେ କନସିୟସ୍ ହେଇଯାଉଛନ୍ତି ମୁଁ ଏଇ ଦେହ ନୁହଁ। ଆମେ ତ ସେତିକି କନସିୟସ୍ ହେଇପାରୁନୁ। ମୁଁ ଏ ଦେହ ନୁହଁ, ଆମେ କଣ କନସିୟସ୍ ହେଇପାରୁଛୁ? ଆମେ ତ ତମକୁ କହୁଛୁ ଏଇଟା ମୋ ଶରୀର, ମୋ ଘର, ସେମାନେ କନସିୟସ୍ ହେଇଯାଇଛନ୍ତି ଯେ ଶରୀରଟା ବି ମୋର ନୁହଁ। କିନ୍ତୁ ଶରୀରଟାକୁ ଆପାର୍ଟ କରିକି ସେମାନେ ଟୋଟାଲ କାମଟା ଏଇଠି କରିପାରୁନାହାନ୍ତି। ସେଥିପାଇଁ ଅପୂର୍ଣ୍ଣ। ଆତ୍ମ ପରିପ୍ରକାଶ ହେଇଛି କିନ୍ତୁ ଅପୂର୍ଣ୍ଣ। ଶ୍ରୀ ଅରବିନ୍ଦ ନୂଆ କଥାଟା ଚାହୁଁଛନ୍ତି। ସିଏ ଚାହୁଁଛନ୍ତି ଏଠି ପୂର୍ଣ୍ଣ ଭାବରେ ଭଗବାନ ଜଡ ଶରୀରରେ ମଧ୍ୟ ପ୍ରକାଶ ହେବେ, ଯୋଉଟା ଆଗରୁ ହେଇନି। ତେଣୁ କୋଶ୍ଚିନ୍ ଉଠୁଛି ଯେ ପୂର୍ଣ୍ଣ ଯୋଗରେ ଜଡ ଶରୀରରେ ପ୍ରକାଶ ହବାର ଅର୍ଥ କଣ? ହେଲେ କଣଟା ହେଇଯିବ ଜଡଟା? ତ କଣ ହବ ଜଡରେ
ସେଇ କଥାକୁ ବୁଝେଇବାକୁ ଯାଇ ଶ୍ରୀ ଅରବିନ୍ଦ ବହୁତ ପ୍ରକାର ଜିନିଷ ସବୁ ବର୍ଣ୍ଣନା କରିଛନ୍ତି ଯେ ଜଡରେ ଯଦି ଡାଇରେକ୍ଟ ଭଗବାନ ପ୍ରକାଶିତ ହେଲେ ଜଡ ଥାଇକି ଜଡ କନସିୟସନେସ ରେ ଭଗବାନ ରିପ୍ରେଜେଣ୍ଟ କରିବେ ତାହେଲେ ଜଡର ଜଡଟା କେମିତି ରେସ୍ପଣ୍ଡ କରିବ ଦ୍ୟାଟ ଇଜ ଦ ଇମ୍ପୋର୍ଟାଣ୍ଟ ଥିଙ୍ଗ। ବର୍ତ୍ତମାନ ଜଡ ରେସ୍ପଣ୍ଡ କରୁଛି ମ୍ୟାଟରକୁ ଆର୍ଥ କନସିୟସନେସ ରେ ଇନର୍ସିଆକୁ ରିପ୍ରେଜେଣ୍ଟ କରୁଛି ସେତେବେଳେ ଇନର୍ସିଆ ଟା ନଥିବ କିନ୍ତୁ ମ୍ୟାଟର ଥିବ। ଭେରି ଇଣ୍ଟରେଷ୍ଟିଂ ସେ କମ୍ପ୍ଲିଟନେସ ଟା ଶ୍ରୀ ଅରବିନ୍ଦ ଚାହିଁଛନ୍ତି କାରଣ ସେ ସଚ୍ଚିଦାନନ୍ଦଙ୍କର ହଉଛନ୍ତି ଅବତାର ପୂର୍ଣ୍ଣ ଅବତାର ଶେଷ ଅବତାର ତାପରେ ଭଗବାନ ହିଁ ପ୍ରକାଶ ହେବେ ତାଙ୍କ ଯୋଗ ଫଳରେ ସେଇଥିପାଇଁ ଏଇଟା ହଉଛି ପୂର୍ଣ୍ଣ ଯୋଗ ଏଠି କମ୍ପ୍ଲିଟଲି ଭଗବାନ ହିଁ କାମ କରିବାକୁ ଆରମ୍ଭ କରିବେ। ଆମେ ବହୁତ ଜଷ୍ଟ ଅଳ୍ପ ବାଟରେ ଅଛୁ ଅଳ୍ପ ବାଟ ମାନେ ବୁଝିବା ବାଟରେ ଅଛୁ ଯେ ଏହା ହବା ହେଇପାରେ ମନ ଦ୍ଵାରା ବୁଝା ଯାଉନି କିନ୍ତୁ କିଛି କିଛି ପଏଣ୍ଟସ ଅଛି ଯୋଉଟାକୁ ଆମେ କ୍ଲାରିଫାଇ କରିପାରିବା ଅନ୍ୟମାନଙ୍କୁ ଯେ ଏଇଟା କମ୍ପ୍ଲିଟନେସ ଟା ଗୋଟେ ଆସିବାକୁ ଯାଉଛି ଯୋଉଟା କି ମ୍ୟାଟରରେ ବି ଭଗବାନ ଆସିବାକୁ ଯାଉଛନ୍ତି କେମିତି ହବ କୋଉ ସ୍ୱରୂପରେ ହଉଛି ବିଭିନ୍ନ ଜିନିଷ ଗୋଟେ ଜାଗାରେ ଲିମିଟେସନ ରେ ଆଉ ଏକ୍ସପ୍ଲାନେସନ କରାଯାଇ ପାରୁନାହିଁ। ସେମିତି ସଚିଦାନନ୍ଦ ଆତ୍ମାକୁ ବି ଏକ୍ସପ୍ଲାନେସନ କରିବାରେ ବହୁତ ଡିଫିକଲ୍ଟ ଆଉ ଆମେ ତ ଏଠି ଆତ୍ମାକୁ ଜଡ ଜଗତର ପ୍ରକାଶର ଏକ୍ସପ୍ଲାନେସନ କରୁଛୁ ମାଇଣ୍ଡ ପାଇଁ ଇମ୍ପସିବଲ କଥା କିନ୍ତୁ ପୂର୍ଣ୍ଣାଙ୍ଗ ଅର୍ଥ ଏହା ହିଁ ଧରାଯିବ କଣ ଯିଏ ପୂର୍ଣ୍ଣ ତାଙ୍କୁ ପାଇବାର ଯୋଉ ଯୋଗଟା ତେଣୁ ସେଟା ପୂର୍ଣ୍ଣ ଯୋଗ ସେଥିରେ କିଛି ଆଉ ସର୍ଟ 1 ମାର୍କିଆର ଆନ୍ସର ଦିଆହେଲା 2 ମାର୍କିଆ ଦିଆହେଲା 5 ମାର୍କିଆ ଦିଆହେଲା ସରଳାର୍ଥ ବି ଦିଆହେଲା। ଧ୍ୟାନ କଲା ବେଳେ ଆମେ ଯେତେବେଳେ ଧ୍ୟାନ କରୁଛେ ସେଇ ସମୟରେ ଅନ୍ୟାନ୍ୟ ଚିନ୍ତା ଆମ ଭିତରକୁ ଆସିଲା ସେଇ ସମୟରେ କଣ କରିବା ଉଚିତ? ବାରମ୍ବାର ଚେଷ୍ଟା ଫଳରେ ସେଇ ଅନ୍ୟାନ୍ୟ ଚିନ୍ତା ମାତ୍ରା ଟା କମି କମି ଚାଲିବ। ହଁ ଯେତେବେଳେ ଧ୍ୟାନ କରୁଛନ୍ତି ସେତେବେଳେ ଅନ୍ୟାନ୍ୟ ଚିନ୍ତା ଆସିବାଟା ହଉଛି ଏକ ସ୍ୱାଭାବିକ ପ୍ରକ୍ରିୟା କାରଣ ହଉଛି ମନ ତା କାମ ହଉଛି ସେ ସବୁ ଗୁଡାଏ ଜିନିଷ ଏକାଠି କରିବ ଏବଂ ଆମର ପ୍ରାଣର ଯୋଉ ଗତିବିଧି ରହିଛି ସେ ସବୁ ଗୁଡାକ ବି ଏକା ସାଙ୍ଗରେ ଆସିବେ ଏବଂ ଆମର ଅବଚେତନା ବି ରହିଛି ଯୋଉଠି ଅନେକ ଜିନିଷ ଠୁଳ ହେଇକି ରହିଛି ତେଣୁ ସବୁ ଜିନିଷ ଯେତେବେଳେ ଆମେ ଧ୍ୟାନ କରୁ ସେତେବେଳେ ସମସ୍ତେ ମୁଣ୍ଡ ଟେକନ୍ତି ଯଦି ମୁଣ୍ଡ ନ ଟେକିଲେ ତାହେଲେ ଆମେ ଶୋଇପଡୁ ନିଦ ହେଇଯାଏ ଏଇଟା ସାଧାରଣ ଅବସ୍ଥାରେ ଏଇଟା ହୁଏ ତେଣୁ ଧ୍ୟାନ ଯେତେବେଳେ କରୁ ଯେତେବେଳେ ଚିନ୍ତା ଆସେ ଯୋଉ ଯୋଉ ସ୍ତରରୁ ସବୁ ଆସେ ଭିନ୍ନ ଭିନ୍ନ ପ୍ରକାର ରହିଛି ଯୋଉଟା ସରଳ ଏବଂ ସହଜ ଉପାୟ ସେଟା ହଉଛି ଯୋଉ ଚିନ୍ତା ଆସିବ ସେ ଚିନ୍ତାକୁ ଧରିବି ଧରିକି ଅନ୍ତରାତ୍ମା ପାଖରେ କିମ୍ବା ମାଙ୍କ ପାଖରେ ନେଇକି ଥୋଇବେ ସେ ଚିନ୍ତାଟା ଆସିଲା ନା ସେ ଚିନ୍ତାକୁ ନେଇକି ମାଙ୍କ ପାଖରେ ଥୋଇବେ ଇଏ ଗୋଟେ ଉପାୟ ରହିଛି ନହେଲେ ଯଦି ଜଣଙ୍କର ପ୍ରତ୍ୟାଖ୍ୟାନ କରିବାର ଏକ ସାମର୍ଥ୍ୟ ରହିଛି ତାହେଲେ ସେ ଚିନ୍ତାକୁ ସିଧାସଳଖ ମା କହୁଛନ୍ତି କହିବ ତତେ ମୁଁ ଚାହେଁନି ତୁ ପଳା ଯା ତାକୁ ବିଦା କରିବ ତାକୁ ସିଏ ଯେଥର ଆସିବ ତାକୁ ଠେଲିବ କିନ୍ତୁ ତା ଉପରେ ତାକୁ ଠେଲିବା ଉପରେ ଅଧିକ ଗୁରୁତ୍ୱ ନ ଦେଇ ସହଜ ଉପାୟ ହଉଛି ମାଙ୍କ ଶକ୍ତିକୁ ଆବାହନ କରିବା ମାଙ୍କ ଜ୍ୟୋତି ମାଙ୍କ ଆଲୋକକୁ ତା ଉପରେ ପକେଇବା ଯୋଉ ଚିନ୍ତାଟି ଆସୁଛି ଇମାଜିନେସନ ରେ ବି ହେଲେ ବି ମାଙ୍କ ଆଲୋକକୁ ତା ଉପରେ ଆଣିକି ପକେଇବା ଏବଂ ତାକୁ ଯଦି ପାରିବା ଧରି ପାରିବା ତାକୁ ଧରିକି ମାଙ୍କ ପାଖରେ ଥୋଇବା ଇଏ ହଉଛି ସବୁଠୁ ସହଜ ଉପାୟ ଆଉ ସେ ସମୟରେ ସେଥିପାଇଁ ଯଦି ଆଉ ଟିକେ ଯଦି ନିରୋଳା ଅଛନ୍ତି ଯୋଉଠି କଲେକ୍ଟିଭଲି ବସି ନାହାନ୍ତି ତାହେଲେ ପାର୍ଟିରେ ମାନେ ବାହାରେ ପାଟି କରିକି ମାନେ ଉଚ୍ଚାରଣ କରିକି ନାମ ଜପ କରିବା ଉଚ୍ଚାରଣ କରି ନାମ ଜପ କଲେ କଣ ହୁଏ ଦିଟା ଜିନିଷ ଘଟେ ଯେହେତୁ ନାମ ଜପ ଆମେ ଉଚ୍ଚାରଣ କରି କରୁ ଯଦି ଏକା ଅଛନ୍ତି କଲେକ୍ଟିଭଲି ଥିଲେ ଆଉ ଉଚ୍ଚାରଣ କରି ନାମ ଜପ କରିହବନି ଯଦି ଏକା ଅଛନ୍ତି ଉଚ୍ଚାରଣ କରି ନାମ ଜପ କଲେ କଣ ହବ ଆମେ ଯୋଉ ଶବ୍ଦ ଟା ଉଚ୍ଚାରଣ କରୁଛୁ ସେଇଟା ଆମ କାନ ଶୁଣିବ ତେଣୁ କନସେନଟ୍ରେସନ ଟା ତା ଉପରେ ରହିବ ତେଣୁ ଚିନ୍ତାଟା ସେଠି କଣ ହବ ନା ଯୋଉ ଭିନ୍ନ ଭିନ୍ନ ଗତିବିଧି ଯୋଉ ଆସୁଛି ସିଏ ଗୁରୁତ୍ୱ କମ ପାଇବ ଗୁରୁତ୍ୱ କମ ପାଇଲେ ସେ ମୁଣ୍ଡ ଟିକେ ଉଠେଇବା କମ କରିବ କିନ୍ତୁ ସେମାନେ ପଳେଇ ଯାଉନାହାନ୍ତି କୁଆଡେ ସେମାନେ ଥାଆନ୍ତି
ତେଣୁ ନାମ ଜପ ବାରମ୍ବାର ବାରମ୍ବାର ଅଧିକ କଲେ ନାମ ଜପର ଶକ୍ତି ପ୍ରବାହରେ ସିଏ ତାଙ୍କର ବଳ କମିଯିବ। କିନ୍ତୁ ପୁଣି ସମୟ ଆସିବ ଯେ ତା ଉପରେ ଆମକୁ କାମ କରିବାକୁ ପଡିବ। ପୁଣି ସମୟ ଆସିବ ତାପରେ କାମ କରିବାକୁ ପଡିବ, ତାକୁ ନେଇକି ପୁଣି ମାଙ୍କ ପାଖରେ ରଖିବାକୁ ପଡିବ, ତାକୁ ରୂପାନ୍ତର ବା ତାକୁ ପରିବର୍ତ୍ତନ କରିବା ପାଇଁ ମାଙ୍କ ପାଖରେ ରଖିବାକୁ ପଡିବ। ଯେମିତି ଅନ୍ତରାତ୍ମାର ପ୍ରଭାବରେ ମାଙ୍କ ପ୍ରଭାବରେ ସିଏ ଦିବ୍ୟତାରେ ରୂପାନ୍ତର ହବ, ସେ ଦାୟିତ୍ଵ ଆମର ଆସିବ, ପରେ କରିବା ହବ କିନ୍ତୁ ପ୍ରଥମ ପଦକ୍ଷେପରେ ଏମିତି କରିହବ। ନହେଲେ ଉପାୟ ରହିଛି, ଯେମିତି ମାଙ୍କୁ ଧ୍ୟାନ କଲା ବେଳେ ମାଙ୍କୁ ଡାକିବ ମା ଆସୁଛନ୍ତି ମତେ ମୋ ଉପରେ ତାଙ୍କର ଆଲୋକ ଆଶୀର୍ବାଦ ବର୍ଷା କରୁଛନ୍ତି, ମା ମତେ ଯୋଉ ଚିନ୍ତା ଆସିଲା ତମେ ଇମାଜିନ କରିପାର ଯେ ମା ସେ ଚିନ୍ତା ଟାକୁ ନେଇ ଯାଉଛନ୍ତି, ନିଜେ ନେଇ ଥୋଇ ପାରୁନ ଯଦି ତାହେଲେ ଇମାଜିନ କରି ମା ଥୋଇ ଯାଉଛନ୍ତି। ଏସବୁ ଗୋଟେ ଗୋଟେ ଛୋଟ ଛୋଟ ଉପାୟ ଏମିତି କରିହବ। ମା ଓକେ, ମୋର ପ୍ରଶ୍ନ ହଉଛି ସତ୍ସଙ୍ଗ କହିଲେ କଣ ବୁଝନ୍ତି? ସତ୍ସଙ୍ଗ କହିଲେ କଣ ବୁଝିବା ବା ଆମେ କଣ ବୁଝୁ ବା ସତ୍ସଙ୍ଗ କହିଲେ କଣ ବୁଝାଯାଏ? ସତ୍ସଙ୍ଗ 5 ମାର୍କିଆ କୋଶ୍ଚିନ୍, 1 ମାର୍କିଆ କୋଶ୍ଚିନ୍ ନୁହଁ। ନହେଲେ ମ୍ୟାକ୍ସିମମ୍ 3 ମାର୍କିଆ କୋଶ୍ଚିନ୍ କଲେ ବି ହବ, ନହେଲେ 5 ମାର୍କିଆ କୋଶ୍ଚିନ୍। ଏଇଟା ସତ୍ସଙ୍ଗ କହିଲେ ଆମେ କଣ ବୁଝୁ? ଯୋଉମାନଙ୍କର ଲକ୍ଷ୍ୟ ଏକ ଥିବ, ଆସ୍ଥା କରୁଥିବେ ସେ ଲକ୍ଷ୍ୟକୁ ପୂର୍ଣ୍ଣ କରିବା ପାଇଁ, ଗୋଟିଏ ଲକ୍ଷ୍ୟ ନେଇକି ଏକାଠି କାମ କରୁଥିବେ, ଯୋଉଠି ଭଗବାନଙ୍କ ବିଷୟରେ ଆଲୋଚନା କରାଯାଉଥିବ, ତ ସତ୍ସଙ୍ଗ କୁହନ୍ତି। ସତ୍ୟ ସହିତ ସାଙ୍ଗ ହବା ହଉଛି ସତ୍ସଙ୍ଗ। ଯୋଉମାନେ ସତ୍ୟ ଚାହୁଁଥିବେ ସେଭଳିଆ ଗ୍ରୁପ ବି ସତ୍ସଙ୍ଗ। ମନେକର ଜଣେ ସତ୍ୟକୁ ଚାହୁଁଛି, ବ୍ୟକ୍ତି ବିଶେଷ ବେଶୀ ନାହାନ୍ତି, ସେ ବି ସତ୍ସଙ୍ଗ। ସତ୍ୟ ସହିତ ସାଙ୍ଗ ହବ, ସତ୍ୟ ସହିତ ସାଙ୍ଗ ହବାରେ ଯିଏ ସାହାଯ୍ୟ କରୁଛି ସତ୍ସଙ୍ଗ। ସତ୍ୟ ଉପଲବ୍ଧି ଯିଏ କରିବାକୁ ଚାହୁଁଛି ଏଇଟା ବି ସତ୍ସଙ୍ଗ। ଯିଏ କରିବାକୁ ଚାହୁଁଛି, ଯିଏ ସତ୍ୟ ସହିତ ସମ୍ପର୍କିତ ହେଇକି ଅଛି, ତାକୁ ସେଇ ଗ୍ରୁପ ସେ ସବୁ ସତ୍ସଙ୍ଗ। ହଁ, ଏ ତ ସବୁ ମଞ୍ଜି କଥା। ସତ୍ୟ ସହିତ ସାଙ୍ଗ, ଯୋଉମାନେ ସତ୍ୟ ଆଚରଣରେ ରହୁଥିବେ ସେମାନଙ୍କ ସହିତ ସାଙ୍ଗ, ସେମାନଙ୍କ ସହିତ ସେଇ ଦିଗରେ ଯୋଉମାନେ ଅନ୍ୱେଷଣ କରୁଛନ୍ତି ତାଙ୍କ ସହିତ ସାଙ୍ଗ, ସତ୍ସଙ୍ଗ। ଇଏ ଗଲା ବ୍ୟକ୍ତି କଥା। ତେଣୁ ସତ୍ୟକୁ ପରିପ୍ରକାଶ କରିବା ପାଇଁ, ସତ୍ୟ ଦିଗରେ ଅଗ୍ରଗତି ହବା ପାଇଁ ଯିଏ ସାହାଯ୍ୟ କରୁଛି ତା ସହିତ ସାଙ୍ଗ ହବା ହଉଛି ସତ୍ସଙ୍ଗ ବି ହବ। ତେଣୁ ତା ଭିତରେ ପୁସ୍ତକ ବି ଆସିବ, ଆଲୋଚନା ଯେମିତି ଆସିଲା ତାଙ୍କ ସହିତ ବସବାସ କରିବା ହେଇପାରେ, ଆଲୋଚନା ଗଲା ତାଙ୍କ ସହିତ ବସବାସ ଗଲା। ତେଣୁ ତା ବାଦ ଆସିଲା ପୁସ୍ତକ। ସେ ପ୍ରକାର ପୁସ୍ତକ ଯୋଉଟା ଆମକୁ ସେଇ ଉଚ୍ଚତର ଚେତନା ଆଡକୁ ନେଇ ଯିବା ପାଇଁ ସାହାଯ୍ୟ କରୁଥିବ, ସେ ପୁସ୍ତକ ପଠନ ସତ୍ସଙ୍ଗ। ସେ ପୁସ୍ତକ ପଠନର ଆଲୋଚନା ସତ୍ସଙ୍ଗ। ଆଲୋଚନା ତ ସତ୍ସଙ୍ଗ କଥା ହେଇଛନ୍ତି, ତେଣୁ ପଠନ ଟା ବି ଶ୍ରବଣ ପଠନ ଏସବୁ ହଉଛି ସତ୍ସଙ୍ଗ। ସେଇଭଳି ପରିବେଶ ଯୋଉ ପ୍ରକାର ପରିବେଶ ଆମକୁ ସତ୍ୟ ଆଡକୁ ନେଇ ଯାଉଥିବ ବା ସତ୍ୟ ପ୍ରତି ଆମକୁ ସଚେତନ କରାଇ ଦଉଥିବ, ଆମ ଭିତରେ ସତ୍ୟ ଚେତନା ଜାଗ୍ରତ କରୁଥିବ, ସେ ପ୍ରକାର ପରିବେଶରେ ବସବାସ କରିବା ବି ସତ୍ସଙ୍ଗ। ଏଇଟା ଆମେ ଅଲରେଡି ଆଲୋଚନା କରିଛନ୍ତି, ଶ୍ରୀଜନଙ୍କ ଲେଖାରୁ ଏ ବିଷୟରେ ଆଲୋଚନା ହେଇଥିଲା। ଯେତେବେଳେ ଆମେ ଆଲୋଚନା କରୁଥିଲେ ଟିଚରଙ୍କର କ୍ୱାଲିଟି, ଟିଚରଙ୍କର ଗୁଡ ଟିଚର, ଇଣ୍ଟିଗ୍ରାଲ ସିରିଜରେ ଆଲୋଚନା ବେଳେ ଏଇ ଜିନିଷ ଗୁଡାକ ଶ୍ରୀଜନଙ୍କ ଲେଖାରୁ ଆମେ ଆଲୋଚନା କରିଛନ୍ତି। ମା ତାହେଲେ ଆମେ ନାମ ଜପ କରି ସାରିବା।
Ma. Thank you, Ella River.